শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ভাগবত সপ্তম স্কন্ধ ত্রয়োদশ অধ্যায়। অবধূতর ইতিহাসে যতির ধর্ম ত্রয়োদশে। নারদ উবাচ এবে কহিবা যতি ধর্ম, স্বভাবে অবধূত কর্ম। মায়া সংসার দূর করি, বুলিব দেহ মাত্র ধরি। গ্রামে বঞ্চিব এক দিন, দুই দিন ন রহিব পুণ। ନିର୍ଜନେ ଦିଗମ୍ବର ବେଶେ, ଯେବେ ପଶିବ ବନ ଦେଶେ। କୌପିନ କରିବ ବସନ, ଏକା ଭ୍ରମିବ ରାତ୍ର ଦିନ। କେବେ ନ କରିବ ସଙ୍ଗ, ଥିଲା ସଂସାରେ ଯାର ସଙ୍ଗ। ସର୍ବଭୂତରେ ଶାନ୍ତିପଣ, ଶ୍ରୀନାରାୟଣ ପରାୟଣ। ଶତ ଶତ ବିଶ୍ୱବେନି, ତୁଲେ ଭାବିବ ଆତ୍ମା ଘେନି। ପରମ ବ୍ରହ୍ମ ଆତ୍ମା ସାର, ସର୍ବବ୍ୟାପିତ ନିରନ୍ତର। ଜାଗ୍ରତ ସ୍ୱପ୍ନ ମଧ୍ୟରେ ରହି, ଆତ୍ମାର ଗତି ଆତ୍ମେ ଧ୍ୟାଇ। ଆତ୍ମାର ବନ୍ଧ ମୋକ୍ଷ ବେନି, ଲଖିବ ମାୟା ମାତ୍ର ଘେନି। ବସ୍ତୁ ସ୍ୱଭାବ ନାହିଁ ତାର, ଏଣୁ ସର୍ବଦା ନିର୍ବିକାର। ବସ୍ତୁର ନିତ୍ୟା ନିତ୍ୟ ଭାବ, ଏଣୁ ଏ ଶରୀର ଧ୍ରୁବ। ଜୀବର ଉତ୍ପତ୍ତି ମରଣ, କାଳଟିଏ ଭାବେ କାରଣ। ଏଣୁ ଶରୀର ଧର୍ମ ଜାଣି, ଆତ୍ମାର ଗତି ପରିମାଣି। ଅଶାସ୍ତ୍ରେ ନ କରିବ ରତି, ଜୀବିକା ଜ୍ୟୋତିଷ ପ୍ରକୃତି। ଦୂରେ ତେଜିବ ତର୍କବାଦ, ଯେ ଶାସ୍ତ୍ରେ ପକ୍ଷପାତ ଭେଦ। ଅଭ୍ୟାସ ନ କରିବ ଗ୍ରନ୍ଥ, ଶିଷ୍ୟ ନ କରିବ ବହୁତ। ବ୍ୟାଖ୍ୟାନ ନିଜ ପ୍ରୟୋଜନେ, କେବେ ନ କରିବ ମନେ। ମହାନ୍ତ ଯତିର ଆଶ୍ରମ, ହୋଏ ବା ନୋହେ ନିଜ ଧର୍ମ। ସୁଶାନ୍ତ ବୁଦ୍ଧି ସମଚିତ, ହୋଇବ ଅର୍ଥରେ ବିରକ୍ତ। ଦୃଶ୍ୟ ଅଦୃଶ୍ୟ ଭାବେ ଥିବ, ବାଇ ବାଳକ ଚେଷ୍ଟା ଭାବ। ମୁକ ବଧିର ପ୍ରାୟ ବେଶେ, ଭାବେ ବଞ୍ଚିତ ଆତ୍ମବଶେ। ଶୁଣ ରାଜନ ସାବଧାନ, ଯେ ଇତିହାସ ପୁରାତନ। ପ୍ରହ୍ଲାଦ ସଙ୍ଗେ ମୁନିବର, ନାମ ଯାହାର ଅଜଗର। ଏବେ ନିଜନଙ୍କ ସମ୍ବାଦ, ଶୁଣନ୍ତେ ନ ଲାଗେ ପ୍ରମାଦ। ସେ ପ୍ରହ୍ଲାଦ ଏକ ଦିନେ, ମୃଗୟା ଅର୍ଥେ ଗଲେ ବନେ। ଭୃତ୍ୟ କିଙ୍କର ଘେନି ସଙ୍ଗେ, ବନେ ବିହରେ କ୍ରୀଡ଼ା ରଙ୍ଗେ। ଏମନ୍ତେ ସହ୍ୟଗିରି ତଟେ, କାବେରୀ ତଟେ ଭୂମି ପୃଷ୍ଠେ। ଶୟନେ ଦେଖି ମୁନିବର, ଶରୀର ଧୂଳିରେ ଧୂସର। ସ୍ୱେଦ କର୍ଦ୍ଦମେ ସେ ଭୂଷିତ, ସମ୍ମୁଖେ ଦେଖେ ବିପରୀତ। କର୍ମ ବଚନ ଲିଙ୍ଗ ବର୍ଣ୍ଣେ, ଲକ୍ଷି ନ ପାରେ ଅନୁମାନେ। কিবা আশ্রম লক্ষী নোহে, সুমনে বিচারি সন্দেহে
ତାହାଙ୍କୁ ଦେଖି ପ୍ରହ୍ଲାଦ ଭାବେ ନ ମିଲାବେ ନିପାଦ। ଲକ୍ଷଣେ ମଣି ତାର ଗତି ବୋଲେ ଅସୁର ନରପତି। ପ୍ରହ୍ଲାଦ ଉବାଚ ଏ ସ୍ଥୂଳ ଶରୀର ତୋହର ସ୍ୱଭାବେ ଦିଶଇ ସୁନ୍ଦର। ଭୋଗୀ ପୁରୁଷ ପ୍ରାୟ ହୋଇ ତୋ ଦେହ ଦେଖି ବିଚାରଇ। ବିତର୍ଜନେ ଭୋଗୀ ଜନେ ଭ୍ରମନ୍ତି ନଗର ବିପିନେ। ଭୋଗର ବଳେ ପୁଷ୍ଟ ଦେହି ଏ ଅନୁମାନେ ମଣଇ। ଉଦ୍ୟମ ନ କରି ତୁ ଧନେ କିମ୍ପା ଶୋଇଛୁ ଘୋର ବନେ। କେମନ୍ତେ ପୁଷ୍ଟ ତୋ ଶରୀର କହ ସଂଶୟ ଯାଉ ଦୂର। କହ ତୁ ନ ଭଜି ମୌନ ମୁଁ ଯେବେ ଶୁଣିବା ଭାଜନ। ଯେ ଦକ୍ଷ ପଣ୍ଡିତ ଚତୁର ବିଚିତ୍ର ବାକ୍ୟ ପ୍ରିୟ କର। ତାଙ୍କୁ ପୁଛିଲେ ସର୍ବ କହେ ମନେ ଅହଙ୍କାର ନ ବହେ। ନାରଦ ଉବାଚ ଏମନ୍ତେ ପ୍ରହ୍ଲାଦ ବାଣୀ ସେ ଅବଧୂତ କର୍ଣ୍ଣେ ଶୁଣି। ତାହାର ଅମୃତ ବଚନେ କହ ଏ ହୃଷିତ ବଦନେ। ଅବଧୂତ ଉବାଚ ତୁ ପ୍ରହ୍ଲାଦ ଦୈତ୍ୟବର ଜାଣଇ ମହିମା ତୋହର। ସଂଶୟ ନାହିଁ ତୋର ମନେ ତୁ ଦେଖୁ ନିର୍ମଳ ନୟନେ। ଯାର ହୃଦये ନାରାୟଣ ବସଇ ପୁରୁଷ ପୁରାଣ। ସେ ଭକ୍ତି ବଳେ ତମ ଘୋର ନାଶଇ ଜହ୍ନେ ଦିବାକର। ତୁ ମୋତେ ପଚାରିଲୁ ଯେବେ ଶୁଣ କହିବା ତୋତେ ଭାବେ। ଆତ୍ମାର ଶୁଦ୍ଧି ଯେଇଛନ୍ତି ମହାନ୍ତ ପୁଛିଲେ କହନ୍ତି। ଭବବାହିନୀ ତୃଷ୍ଣା ନାମ ତାର ପୂରଣେ କେହୁ କ୍ଷମ। ସେ ତୃଷ୍ଣା ବଳେ ମୁଁ ଜଗତେ ଭ୍ରମିଲି ଜନ୍ମ କୋଟି ସତେ। ଅଶେଷ ଯୋନି ଗର୍ଭବାସ କେବେ ନ ପୁରିଲାସ। ଅର୍ଜିଲା କର୍ମ ଦୋଷେ ଭ୍ରମି ଫୁଟି ହୋଇଲି ପଥ ଶ୍ରମୀ। ଯେ ଶୁଭ କର୍ମ ମୋର ଥିଲା ସେ ଫଳ ଏ ଜନ୍ମେ ଫଳିଲା। ସ୍ୱଭାବେ ସ୍ୱର୍ଗ ମୋକ୍ଷ ଦ୍ୱାର ଦୁର୍ଲଭ ମନୁଷ୍ୟ ଶରୀର। ସ୍ୱଧର୍ମ କଲେ ସ୍ୱର୍ଗେ ବାସ ଅଧର୍ମେ ନରକେ ପ୍ରବେଶ। ଏବେ ଦ୍ୱାର ଯେତେ ଯନ୍ତି ନିଶ୍ଚଳ ଯୋଗେ ଆତ୍ମା ଚିନ୍ତି। ଭଜନ୍ତି ଗୋବିନ୍ଦ ଚରଣେ ତରନ୍ତି ଏ ଜନ୍ମ ମରଣେ। ମୁଁ ଏ ସଂସାର ସୁଖ ଦେଖି ବିଚାରି ମନେ ହେଲି ଦୁଃଖୀ। ଦ୍ୱନ୍ଦ୍ୱ ମୈଥୁନ ଗୃହ ବାସେ ଇନ୍ଦ୍ରିୟ ସୁଖ ଭୋଗ ଆସେ। ଅନ୍ତେ ନରକେ ବିଶ୍ରାମନ୍ତି ଏଖେନି ମନେ କଲି ଭ୍ରାନ୍ତି। ଏଣୁ ମୁଁ ଗୃହ ଦ୍ୱନ୍ଦ୍ୱ ଏଡ଼ି ତପସା ଧଇ ଦୁଃଖେ ପଡ଼ି। ପ୍ରବୃତ୍ତି ମାର୍ଗେ ନର ଦୁଃଖୀ ନିବୃତ୍ତି ମାର୍ଗେ ହନ୍ତି ସୁଖୀ। ଏବେ ମୁଁ କୃଷ୍ଣର ପ୍ରସାଦେ ନିବୃତ୍ତି କର୍ମ ଯୋଗ ସାଥେ। ନିତ୍ୟ ଭାବଇ ଆତ୍ମା ଭାବେ ମନ ଆନନ୍ଦେ ସୁଖ ପ୍ଳବେ।
মন সংকল্প ভোগ তেজি প্রারব্ধ ভোগ বনে ভুঞ্জি এণু আত্মার অর্থে মুহি সংকল্পী একান্তে ভ্রমণী এবে হো প্রহ্লাদ শুণ বিষয় বসে যেতে গুণ তামস রজ গুণ তেজে বিবিধ কাম্য কর্ম ভজে আত্মার হিত ন সুমরে অসাধু মার্গে কর্ম করে প্রাণী ভ্রমন্তি ঘোর পথে নানা যাতনা কর্মতন্ত্রে ঘোর সংসারে সঞ্চরন্তি এঘেনি মোর মনে ভ্রান্তি দেখ জ্ঞানে মোহাচ্ছনে সংসারে সঞ্চরন্তি জনে যে জল তৃণে আচ্ছাদিত তাহা নইছই তৃষিত মৃগ তৃষ্ণাকু জলমণি ভ্রমে ভ্রময়ী অকারণী তাহার শ্রম মাত্র সার যে আত্মা ন করে বিচার কর্ম আয়তে দেহে থাই আত্মার সুখ যেই ছই সংকল্পী ক্রিয়া করে যেতে নিষ্ফল হয়ে কার্য অন্তে অধ্যাত্ম আদি দুঃখ যেতে আত্মা নিপাত যার অন্তে বিমুক্ত নহে প্রাণী এণে কি প্রয়োজন অর্থ কামে লোভী প্রাণীଙ୍କ দুষ্ট মন বলে বন্ধন করে ধন ধনী জনଙ୍କ দুঃখ দেখি ମୁଁ ଧନ ତୃଷାକୁ ପେଖି ଦେଖଇ ଧନୀଙ୍କର ଦୁଃଖ ନିଦ୍ରା ଭୋଜନେ ନାହିଁ ସୁଖ ରାଜାର ଭୟ ନିତ୍ୟ ଧନୀ ଚୌରସ୍ୱଜନ ଶତ୍ରୁ ଜନି ଯେ ଅବା ଆସେ ଧନ ମାଗି ତା ଦେଖି ଚିତ୍ତେ ଦୁଃଖ ଭାଗି অশেষ আপদর স্থান এ ধন মূলু হয়ে জন্ম যে শোক মোহ লোভ ক্রোধ নিত্য উদ্বেগ যে প্রমাদ যাহার মূলু এ স্রবন্তী ধনর মূলে প্রাণ ভীতি এঘেনি যে পণ্ডিত জনি লোভতে জন্তি জানি ধনী মধুমক্ষী খাও জগর এ জন্মে গুরু এ মোহর যে বৈরাগ পরিতোষ এহাঙ্ক তহু উপদেশ বৈরাগ্য সর্বকামী মোর এ শিক্ষা দেলা মধুকর অনেক দুঃখ যে অর্জন তাকু বিনাশী হরে আন ধন নইছিত সমনে ভ্রমই যথা লাভ ধনে মহাসর্পর প্রায় হই বঞ্চই উপদেশ ধ্যাই তথাপি গোবিন্দ প্রসনে নিত্য আনন্দ মোর মনে ମୋ ଦେହେ ବଳ କାନ୍ତି ତୁଷ୍ଟି ସୁଖ ବର୍ଦ୍ଧନେ ଦେହ ପୁଷ୍ଟି ଏ ଭାବେ ବଞ୍ଚେ ମୋର ଦେହି ମୁଁ ଦୁଃଖ ସୁଖ ନ ଜାଣଇ ଅଳ୍ପ ଆହାର କାହିଁ ପାଇ କାହିଁ ବା ସମ୍ପୂର୍ଣ୍ଣ ଭୁଞ୍ଜଇ ସ୍ୱାଦୁ ଅସ୍ୱାଦୁ ନ ମଣଇ ଯେ ଦିନେ ଯେ ଅବା ମିଳଇ ଗ୍ରାସକୁ ଅମୃତ ମଣଇ ସୁମିଷ୍ଟ ମିଳେ ଅବା କାହିଁ କାହିଁ ବା କଟୁ ତିକ୍ତ ପାଇ ମନ ସନ୍ତୋଷେ ତା ଭୁଞ୍ଜଇ କାହିଁ ବା ଶ୍ରଦ୍ଧା ଉପହୃତ କାହିଁ ବା ମାନ୍ୟ ବିବର୍ଜିତ କାହିଁ ବା ଦଧି ଅନ୍ନକୃତ କାହିଁ ବା ଲବଣ ବର୍ଜିତ অল্প বহুত নবারই যহি যা মিলে তুষ্ট তহি এমন্তে রখই জীবন
ନିଶ୍ଚିନ୍ତ ମନେ ମୋ ଶୟନ ରାତ୍ର ଦିବସ ନ ଜାଣଇ ଉଭୟ ଏକ ପ୍ରମାଣଇ ପାଟ ବସନ କାହିଁ ପିନ୍ଧି କାହିଁ ବୁଲଇ ଚର୍ମ ବାନ୍ଧି ଚିରାଣୀ ବସ୍ତ୍ର କାହିଁ ମିଳେ କାହିଁ ବା ବଞ୍ଚଇବ କଳେ କର୍ମ ଆଦରିତ ସମନେ ବସଇ ଇଚ୍ଛା ସୁଖ ସ୍ଥାନେ କାହିଁ ବା ଧରଣୀ ଶୟନ କାହିଁ ପାଷାଣ ତୃଣ ପର୍ଣ୍ଣ କାହିଁ ପ୍ରସାଦ ମଧ୍ୟେ ଥାଇ କାହିଁ ପଲଙ୍କେ ନିଦ୍ରା ଯାଇ କାହିଁ ହଂସୁଲି ତୁଳି ପରେ କାହିଁ ଶ୍ମଶାନେ ବନ ଘୋରେ କାହିଁ ବା ସ୍ନାନ ମୋ ଆନନ୍ଦେ ସୁବାସ ତୈଳ ସୁଗନ୍ଧେ କାହିଁ ଚନ୍ଦନ ଗନ୍ଧ ସାର କାହିଁ ବା ନାନା ଅଳଙ୍କାର ସୁବାସ ପୁଷ୍ପମାଳ ଗନ୍ଧେ କାହିଁ ବା ଗଜ ଅଶ୍ୱକନ୍ଧେ କାହିଁ ବେଷ୍ଟିତ ପୀତାମ୍ବର କାହିଁ ବା ଭସ୍ମ ଦିଗମ୍ବର କାହିଁ ବା ଜ୍ଞାନ ଥାଇ ଦେହେ କାହିଁ ଭ୍ରମ ହିଁ ଗୃହୀ ପ୍ରାୟେ ହେ ପ୍ରହ୍ଲାଦ ଶୁଣ ଧୀରେ ଆଉ କହିବା ତୋ ଛାମୁରେ ବିଷୟ ଜଡ଼େ ପ୍ରାଣୀ ଥାନ୍ତି ନିଜ ସ୍ୱଭାବ ପ୍ରକାଶନ୍ତି କାହାକୁ ନିନ୍ଦା ସ୍ତୁତି ମୋର କେବେ ନ କରେ ବିଚାର ସର୍ବ ପ୍ରାଣୀଙ୍କ ଶ୍ରେୟ ଚିନ୍ତି ଏଣୁ ମୋ ମନେ ନାହିଁ ଭ୍ରାନ୍ତି ଆନନ୍ଦେ ଗୋବିନ୍ଦ ଚରଣୀ ଚିତ୍ତ ନିବେଶୀ ଅନୁକ୍ଷଣେ ଚିତେ ବିକଳ୍ପ ହୋମ କରି ତାହାକୁ ମନ ମଧ୍ୟେ ଭରି ମନ ବିକାର ତତ୍ତ୍ୱେ ଥୋଇ ଯେଣେ ମାୟାକୁ ଭୟ ନାହିଁ ସେ ମାୟା ଆତ୍ମା ଅନୁଭୂତେ ସତ୍ୟ ସଂକଳ୍ପ ମୁନି ମତେ ତେଣୁ ନିର୍ବିକାର ମୋ ମନ ନିର୍ଗୁଣ ବ୍ରହ୍ମେ କରିଲୀନ ଏମନ୍ତେ ଆତ୍ମା ଅନୁଭୂତେ କହିଲି ତୋହର ଗ୍ରତେ ଯେ ଲୋକ ଶାସ୍ତ୍ର ମତ ଦୁଇ ଏଣେ ବର୍ଜିତ ମୋର ଦେହି ତୁ ଯେଣୁ ବିଷ୍ଣୁର ଭକତ ତେଣୁ କହିଲି ତୋ ଅଗ୍ରତ ତୁ ପ୍ରହ୍ଲାଦ କୃଷ୍ଣ ଦାସ ଏଣୁ ମୁଁ ତୋହର ବିଶ୍ୱାସ ନାରଦ ଉବାଚ ଏମନ୍ତେ ମୁନି ମୁଖୁ ଶୁଣି ପରମହଂସ ଧର୍ମବାଣୀ ସେ ପ୍ରହ୍ଲାଦ ଜ୍ଞାନୀ ଧୀର ସ୍ୱଭାବେ ବିଷ୍ଣୁର କିଙ୍କର ସେ ଦତ୍ତାତ୍ରେୟ ତତ୍ତ୍ୱବାଣୀ ପ୍ରବାହ ସୁଧା ତରଙ୍ଗିଣୀ ସେ ପ୍ରହ୍ଲାଦ ଶୁଣି କନେ ବନ୍ଦିଲା ବିବିଧ ସ୍ତବନେ ଆନନ୍ଦେ ନମିଲା ଚରଣୀ ସଦନେ ଗଲା ତତକ୍ଷଣେ ଶୁଣ ସୁଜନେ ଦୃଢ଼ ଚିତେ ହରିଚରିତ ଭାଗବତେ ପ୍ରହ୍ଲାଦ ଦତ୍ତାତ୍ରେୟ କଥା ଶୁଣନ୍ତେ ଖଣ୍ଡେ ଭବ ବ୍ୟଥା ଏଣେ ନିର୍ମଳ କର ଚିତ କହଇ ବିପ୍ର ଜଗନ୍ନାଥ।